ସାଙ୍ଗମାନେ ଆଜି ଆମେ ପଢ଼ିବା ଉଚ୍ଚଶିକ୍ଷିତ ବିଷୟରେ ଗୋଟେ ଛୋଟ ପଂକ୍ତିଟିଏ। ଉଚ୍ଚଶିକ୍ଷିତ ବିଷୟରେ ଆମେ ପଢ଼ିବା 1990 ମସିହାରେ ପୁଅ ଯେତେବେଳେ 10ମ ଶ୍ରେଣୀରେ ପ୍ରଥମ ଶ୍ରେଣୀରେ ପାସ୍ କଲା, ଗର୍ବରେ ବାପା ମାଆଙ୍କ ପାଦ ତଳେ ଲାଗୁନଥିଲା। 1990 ମସିହାରେ ଯେତେବେଳେ ପୁଅଟି 10ମ ଶ୍ରେଣୀରେ ପ୍ରଥମ ମାନେ ଫାଷ୍ଟ ଡିଭିଜନରେ ପ୍ରଥମ ଶ୍ରେଣୀରେ ପାସ୍ କଲା, ଗର୍ବରେ ବାପା ମାଆଙ୍କର ପାଦ ତଳେ ଲାଗୁନଥିଲା। ପଡ଼ିଶା ଘର ପୁଅଟା ଫେଲ୍ ହେଲା ବୋଲି କେତେ କଥା କହିଲେ, ହେଲେ ନିୟତିର ବିଚିତ୍ର ଲୀଳା। ପଡ଼ିଶା ଘର ଫେଲ୍ ପୁଅ ଏବେ ନିଜ ଘରେ ଟ୍ରାକ୍ଟର କରି ଚାଷ କରି ନିଜ ବୁଢ଼ା ମା ବାପା ସହ ପରିବାର ଖୁସିରେ ଅଛି। ଆଉ ପାସ୍ ପୁଅ ଚାକିରି କରି ରହୁଛି ସହରରେ ଭଡ଼ା ଘରେ ନିଜ ସ୍ତ୍ରୀ ପିଲାକୁ ନେଇ। ବୁଢ଼ୀ ମା ଆଜି 70 ବର୍ଷରେ ଶକ୍ତିହୀନା ହୋଇକି ବି ଚୁଲ୍ହି ଜାଳି ରୋଷେଇ କରୁଛି, କୂଅରେ ପାଣି କାଢ଼ି ଗାଧୋଉଛି। ଆଉ ତା 35 ବର୍ଷର ମୋଟି ସ୍ତ୍ରୀ ବାଥରୁମ୍ରେ ସୁଇ ଚିପି ଗାଧୋଉଛି। ତେଣୁକରି ଉଚ୍ଚ ଶିକ୍ଷିତ କେବେ ଘରେ ରହେନା, ଆଉ ଅଳ୍ପ ପଢ଼ୁଆ କେବେ ଭଡ଼ା ଘରେ ରହେନା। ଇଏ ହେଉଛି ଆଜିର ବାସ୍ତବତା। ତାହେଲେ ଉଚ୍ଚଶିକ୍ଷିତ ଆମର ଛୋଟ ଗଳ୍ପଟି କେମିତି ଲାଗିଲା କହିବେ। ରହୁଛି, ଧନ୍ୟବାଦ। ଯେଉଁ ପିଲାଟି ଫାଷ୍ଟ ଡିଭିଜନରେ ପାସ୍ କରିଥିଲା 10ମରେ, ସେ ରହୁଛି ସହରରେ, ଆଉ ଯିଏ ଫେଲ୍ ହେଇଥିଲା ସେ ରହୁଛି ଗାଁରେ। ଆଉ ସେ ଟ୍ରାକ୍ଟର କରି ଚାଷ କରି ବାପା ମାଆଙ୍କୁ ପାଠ ପଢ଼ଉଛି, କିନ୍ତୁ ଚାକିରିଆ ପୁଅଟି ସହରରେ ରହୁଛି ଆଉ ଭଡ଼ା ଘରେ ସ୍ତ୍ରୀ ପିଲା ଛୁଆ ନେଇ ରହୁଛି। ଆଉ ବୁଢ଼ୀ ମା ଗାଁରେ ଆଜି 70 ବର୍ଷରେ ଉପନୀତ ହେଲାଣି, କିନ୍ତୁ ସେ ନିଜେ ଚୁଲି ଜାଳି ରୋଷେଇ କରୁଛି, ସେଇ ସେମ୍ କାମ କରୁଛି, କିନ୍ତୁ ତା'ର କିଛି ପରିବର୍ତ୍ତନ ହେଇନି। କୂଅରୁ ପାଣି କାଢ଼ି ଗାଧୋଉଛି, କିନ୍ତୁ ତା ପୁଅ ତା ପ୍ରତି ଧ୍ୟାନ ଦେଉନି। ତାହେଲେ ଏହାର ସାରମର୍ମ ଥିଲା ଏଇଆ।